ସବୁ ମନ୍ଦାର ଗଛ ତ ମୋତେ ବହୁତ ଭଲ ଲାଗେ କିନ୍ତୁ କିଛିଟା ମନ୍ଦାର ଗଛ ଅଛି ଖରାଦିନ ହେଲା ମାନେ ଫୁଲ ଗୁଡ଼ା ବହୁତ ଛୋଟିଆ ଛୋଟିଆ ହୁଏ। କିନ୍ତୁ ଏଇ ଗଛଟା ଗୋଟେ ବହୁତ ଭଲ ଲାଗେ ମୋତେ କାହିଁକି ନା ଏଇ ଗଛଟା ଖରା ଦିନରେ ବି ମୋତେ ବହୁତ ବଢ଼ିଆ ସାଇଜ୍ ଆସେ ଫୁଲର। ଆଉ ରଙ୍ଗ ବି ମଧ୍ୟ ଟିକେ ବି ମାନେ ଅଲଗା ଆସେନି। ଗଛର ଗ୍ରୋଥ୍ ବି କେବେ କମ୍ ହବାର ମୁଁ ଦେଖିନି। ତ ମୋତେ ସେଥିପାଇଁ ବହୁତ ଭଲ ଲାଗେ ଆଉ ଆଜି ସେଥିପାଇଁ ତାର କିଛିଟା ଚାରା ପ୍ରସ୍ତୁତ କରିବି। ତ ଚାରା ବହୁତ ନିଆରା ପ୍ରୋସେସ୍‌ରେ ଆଜି କରିବି ଯେମିତିକା କଦଳୀ ଚୋପା ଲଗେଇକି ସବୁବେଳେ ମୋର ଭିଡ଼ିଓରେ ଆଗରୁ ବି ଦେଖିଥିବେ କେମିତି ରସୁଣ ଦେଇକି ମୁଁ ଡାଳ ଲଗେଇଥାଏ ଆଉ ସେ ଡାଳ ବି ବହୁତ ସହଜ ଲାଗିଥାଏ। ଚେର ବି ବାହାରିବାର ଭିଡ଼ିଓ ବି ଆପଣମାନଙ୍କୁ ଆଗରୁ ମୋର ଭିଡ଼ିଓରେ ପୋଷ୍ଟ କରିଛି। କିନ୍ତୁ ରସୁଣକୁ ଆପଣ ବର୍ଷା ସମୟରେ ସ୍କିପେବଲ୍ ରଖିବେ। ବର୍ଷା ସମୟରେ ଯଦି ବି ଆପଣ ରସୁଣ ଦେଇକି ଚାରା ପ୍ରସ୍ତୁତ କରିବାକୁ ଚାହୁଁଛନ୍ତି ସେ ଲାଗିଯିବ କିନ୍ତୁ ବର୍ଷା ପାଣି ପଡ଼ିଲେ ନା ସେଇଠି ଫଙ୍ଗସ୍ ଲାଗିବ। ତ ସେଥିପାଇଁକା ଆପଣ କଦଳୀ ଚୋପାରେ ବ୍ୟବହାର କରନ୍ତୁ ଫଙ୍ଗସ୍ ଲାଗିବନି। ଆଉ ବର୍ଷା ଜାଗାରେ କୁଣ୍ଡ ରହିଲେ ବି ମଧ୍ୟ କୌଣସି ପଚିବନି ଡାଳ। ତ ଏଇଟା ଯେହେତୁ ବହୁତ ବଡ଼ କଣ୍ଟେନର୍ ଥିଲା ଯେହେତୁ ୟାକୁ ମୁଁ ଉଠେଇ ପାରିବିନି ତ ସେଥିପାଇଁକା ମୁଁ ଏଇଥିରେ ମୁଁ କଦଳୀ ଚୋପା ଲଗେଇକି ଡାଳଟା ପୋତି ଦେଇଛି। ଯଦି ଏଇଟା ମୋର ଛୋଟ କଣ୍ଟେନର୍ ଥାନ୍ତା ଆଉ ଟେକା ପକା କରିବା ପାଇଁ ମୋତେ ସହଜ ହେଇଥାନ୍ତା ତାହେଲେ ମୁଁ ଏଥିରେ ବି ମଧ୍ୟ ରସୁଣ ଲଗେଇକି ଡାଳ ଗୁଡ଼ାକ ଲଗେଇଥାନ୍ତି। ଆଉ ମନ୍ଦାର ଡାଳ ତ ଆପଣ ଜାଣିଛନ୍ତି ବିନା ରୋଟିଂ ପାଉଡ଼ରରେ ବହୁତ ସହଜ ଲାଗିଯିବ ସେଥିପାଇଁ ଏଇଟା ବି ମଧ୍ୟ